କାହିଁକି ହବନି ସେ କଣ ଛୋଟିଆ ମହାପୁରୁ ତା ତଳେ ପୁଣି ଯଦୁମଣି ମହାପାତ୍ର ଲେଖିଲା ହୋତା ବିଟି ବାଇ ବିଟି ଘୋଷିଛି କହିଲା ବରଜ ବଧୁଙ୍କ ବରୁଜ ବଧୁ ବରଜ ବଧୁଙ୍କ ଉରଜ ବିଧୁ ବରଜ ବଧୁଙ୍କ ଉରଜ ବିଧୁ ବରଜ ବଧୁଙ୍କ ଉରଜ ବିଧୁ ରଜ ଚନ୍ଦନ ବନ୍ଦନ କେ ସାଧୁ ଚନ୍ଦନ କେ ସାଧୁ ଓରା ଆକାଶର ରୁଚି ସଙ୍କୋଳେ ଓରା ଆକାଶର ରୁଚି ସଙ୍କୋଳେ ওরা রহিলে কাহা গর্ব চলে যে দিন ঘটটা পজাই রে কত শেষ হলানি খাইলু মাড় বাজিলা বাহারে কলা বিযোগী যে শুকরা যার কারণে প্রকাশিত করলে ଅନ୍ତରତମରେ ନାଇଁ ବାପା ରାଗନ୍ତୁନି ଅବଶ୍ୟ ଆପଣଙ୍କୁ ଟିକେ ଏପଟ ସେପଟ ଲାଗିବ କାରଣ ମୁଁ ଏକା ପିତାମହ ଭୀଷ୍ମ ମୋର କେହି ନାହାନ୍ତି ପିଲାଙ୍କୁ ମନା କଲି କଲି ପିଲେ ମତେ ଡାକନ୍ତୁନି ମୁଁ ପାଳିଆ ମାନଙ୍କୁ ମନା କରିଦେଲି ମୁଁ ପାଲା ଗାଇବିନି 6-7 ମାସେ ତମ ପେଟ ପୁରେଇବାକୁ ତମେ ଅନ୍ୟ କୋଉ ଗାୟକ ମାନଙ୍କ ସାଙ୍ଗରେ ଯାଅ କିନ୍ତୁ ମାରୁଟିକର ଗାଁ ମତେ କାହିଁକି ଭଲ ଲାଗିଲା ମୁଁ ଜାଣିପାରିଲିନି ଏ ମାରୁଟିକର ମଉଜା କି ପ୍ରେମ ମତେ ଦେଇଛି ମୁଁ ଜାଣିନି ମୋର ଆଉ କିଛି ଦରକାର ନାହିଁ ଭଲ ପାଇବା ଦରକାର ଗୋଟିଏ ପାର୍ଶ୍ୱରେ ଆପଣ ମାନଙ୍କର ଗୁରୁଦେବ ଦ୍ରୋଣାଚାର୍ଯ୍ୟ ଯାଇଛନ୍ତି ଭୀଷ୍ମଙ୍କ ପାଖକୁ ପିଲାମାନଙ୍କଠୁ ଦକ୍ଷିଣା ପିଲାମାନେ ଦେବେ ଯିଏ ପାଠ ପଢାଏ ସେ ଦକ୍ଷିଣା ନିଏ କଲେ କେ ସାରେ କହିଲ ଯିଏ ପାଠ ପଢାଏ ସେ ଦକ୍ଷିଣା ନିଏ ଯିଏ ପାଠ ପଢାଏ ସେ ହେଉଛି ଗୁରୁ ସତ୍ୟ ଯୁଗରେ ଗୁରୁଙ୍କର ନାଁ ଥିଲା ଉପାଧ୍ୟାୟ ତ୍ରେତୟା ଯୁଗରେ ଗୁରୁଙ୍କର ନାଁ ଥିଲା ଅଧ୍ୟାୟ ଦ୍ୱାପର ଯୁଗରେ ଥିଲା ଗୁରୁ କଳି ଯୁଗରେ ଆଉ ଗୁରୁ ହେଲେନି ବାପା ନୁ କଳି ଯୁଗରେ ସବୁ ହେଇଗଲେ ଶିକ୍ଷକ ବୋଲି ଇଂଲିଶରେ ସାରେ ସତ୍ୟ ଯୁଗରେ ଯେତେବେଳେ ପିଲାମାନେ ପାଠ ପଢୁଥିଲେ ଗୁରୁକୁଳ ଆଶ୍ରମରେ ସିଏ କହୁଥିଲେ ଗୁରୁ ଯେ ମୋହର ମୂରତି ହୋଇବୁ ଅଷ୍ଟାଙ୍ଗ ପ୍ରଣତି ସତ୍ୟ ଯୁଗରେ ପିଲାମାନେ ଗୁରୁଙ୍କୁ ମୁଣ୍ଡିଆ ମାରିଲା ବେଳେ 8ଟା ଅଙ୍ଗ ଏକ କଲେ ତ୍ରେତୟା ଯୁଗ ଯେତେବେଳେ ଆସିଲା ଆଉ 2ଟା ଅଙ୍ଗ ତାଙ୍କର ଚାଲିଲାନି ସେ 6ଟା ଅଙ୍ଗରେ ନମସ୍କାର କଲେ ଗୁରୁ ଯେ ମୋହର ମୂରତି ହୋଇବୁ ଅଷ୍ଟାଙ୍ଗ ପ୍ରଣତି ରହ ଆଉ ଜାନୁ କାମ କଲାନି ବନ୍ଦ ହେଇଗଲା ଆସିଲା ଦ୍ୱାପର ଯୁଗ ସେଇ ପାଠ ଗୁରୁ ଯେ ମୋହର ମୂରତି ହୋଇବୁ ଅଷ୍ଟାଙ୍ଗ ପ୍ରଣତି ରହ ଆଉ 2ଟା ଅଙ୍ଗ କଟିଗଲା 4ଟା ଅଙ୍ଗରେ ନମସ୍କାର ଆମେ କଲେ 2ଟା ଗୋଳକୁ ଯୋଡ଼ି ଦେଲେ ହାତ 2ଟା ସାର୍ ନମସ୍କାର ଆଇଲା କଳି ଯୁଗରେ ଆଉ ଅଙ୍ଗ ଚାଲିଲାନି ସାରେ ଆସୁଥିବେ ଟିକର ଗାଁରୁ ପିଲା ପାଠ ପଢିବାକୁ ଯାଉଥିଲା ପାଠ ପଢି ସାରିଛି ଯେତେବେଳେ ଗଲା ବାଇକ୍ ନେଇକି ସାରେ ଆଉଛନ୍ତି ଆଉ ଗାଡି ଥୁଆ ଥୁଇ ନାହିଁ ସାର୍ ନମସ୍କାର ସାଇକେଲରେ ଯାଉଥିବେ ସାର୍ ନମସ୍କାର ଯିଏ ଗୁରୁ ବିଦ୍ୟାଦାତା ହଉଛି ଗୁରୁ କେବଳ ବିଦ୍ୟା ଦବନି ଖାଦ୍ୟ ଦବ ଖାଇବା ପାଇଁ ବସ୍ତ୍ର ଦବ ପିନ୍ଧିବା ପାଇଁ
पाठ पढ़िबा पाई दब विद्या सेतिकी देले जाई कली जुगरे तमे गुरु हो ताकू सारथी करलानी गोलकुंडा होटेल को गला गोपा ना पचारले आसिलानी मरला तेणु इए जाइछन दक्षिणा दबा को नुह दक्षिणा नबा पाई जाइछन भीष्म गुरुदेव द्रोणाचार्य निकट को जाइछन पिला पाठ पढ़िबे काहे की ना बापा माँ जानी को पिलार भेजा केते को पिला केते पाठ पढ़िबो केमिति पढुची जदि बापा माँ आमे न जानिबा किछि लाभ होबनी एकमात्र जानिथिले जणे सेउछंती व्यास पंच पांडव हेबे सर्वश्रेष्ठ धनुर्धर विश्व पहुंची गले गुरुदेव स्वीकार करिनेले द्रोणाचार्य गोटे शर्त रहिला कहला जदियो गोटे कर्म करि पारिबे माने मो शिष्य हेबे ना कौन कर्म ना जने बंधा ही आसब मो पाग ना छेली ना बलद ना छेली नुह कि बलद नुह गोटाए मनीष आसब से को मनीष ना सदाशिव प्रशिक्षक प्रत्ययम परमम गुरु ताहिर नाम द्रोणाचार्य विश्वेत भगवतये जड़े बंधा आसब सी किए मो भाई कहले पांचाल कटक राजा द्रुपद पांचाल कटक ना छटाल कटक तो जानून से पंचाल कटक पांचाल कटक नुह से पंचाल कटकटा कौठे आमे जदि आजिर आधुनिक इतिहास को देखिबा वर्तमान भौगोलिक मानचित्र को देखिबा पाकिस्तान पाखरे जो बही जाइछि सिंधु नदी रो उपत्यकारे पांचटा मौजा एकाल दयाल त्रयाल चतुर्थाल पंचाल ए पांचाल बोले पंचाल कटकर राजा पंचाल कटकर राजा द्रुपद को जे बांधिकी नहीं आसिबो ताहाले मु ताकू शिष्य रूपे ग्रहण करिबी। अच्छा पंचाल कटक राजा द्रुपद कौन छोटिया राजा जने गोटे बॉल रे आउट हो पारे 0 बॉल रे जने 20टा बॉल रे भी 100 रन करि पारे ए द्रुपद राजा 20 बॉल रे 100 रन करिबा लोक ये किए ना ये होची स्वयं शिवंकर संतान द्रुपद राजा होची स्वयं शिवंकर शिष्य आउ शिव शिष्य को हरेबा एते बड़ छोट अर्जुन एमिति बांधिकी नहीं आइला युद्ध करी को बही लिखा जाई अर्जुन बांधिकी नहीं की पळि आइला मन इच्छा रे युद्ध करी एडे बड़ राजा को जो राज्य रे जेते बेल पर्यंत अर्जुन शिवंकर निकटरू पाशुपत अस्त्र इंद्रकील पर्वतरू न पाई से पर्यंत पांडव माने दुर्बल पांडव से पर्यंत सबल नुह कले कौन कला बांधी पारिबु की द्रुपद राजा
ଅଛି ଯତନେ ଅଛି ଯତନେ ତେବେ ସେ ହୋଇବ ଶିଷ୍ୟ ମୋ କର୍ମେ ଶିଷ୍ୟ ମୋ ଯିଏ ଦ୍ରୁପଦ ରାଜାକୁ ବାନ୍ଧିକି ଆଣିବ ସେଇ ହିଁ ଏମାନେ ମୋ ଶିଷ୍ୟ ହେବେ। ଇଏ ତ ଶିବଙ୍କର ଶିଷ୍ୟ। ତୃତୀୟ ପାଣ୍ଡବ ଅର୍ଜୁନ ମନଟାକୁ ସ୍ଥିର କଲା, କହିଲା ମୁଁ ଯିବି ବାନ୍ଧିକି ଆଣିବି। ଦ୍ରୁପଦ ରାଜାଙ୍କ ପାଖରେ ଅର୍ଜୁନ ଯାଇକି ପହଞ୍ଚିଲା, ଠିଆ ହେଇଗଲା କାହା ପାଖରେ? ଦ୍ରୁପଦ। ଆମେ ମାନଙ୍କ ଧର୍ମ ହଉଛି ହିନ୍ଦୁ, ଆମେ ସନାତନ ସଂସ୍କୃତିର ପିଲା। ଆମେ ଛୋଟ ହେଲେ ବି ବଡକୁ ସମ୍ମାନ ଦେବାକୁ ପଡେ। ମୋ ଭାଇ କହୁଥିଲେ ଗୁରୁ ଯେହେତୁ ଏ ବୟସରେ ବଡ ତାଙ୍କୁ ନମସ୍କାର କରିବ। ସେଇ ଜଣକୁ ନମସ୍କାର କରିବ ନା, ଜୀବନ ଭିତରେ ବଞ୍ଚିଲା ଭିତରେ ତମେ 4 ଜଣକୁ ନମସ୍କାର କରିବାକୁ ବାଧ୍ୟ। ସେ 4 ଜଣ କିଏ? କଲା ରାଜପୁତ୍ର, ଗୁରୁପୁତ୍ର, ଋଷିପୁତ୍ର ତଥୈବଚ ବ୍ରହ୍ମପୁତ୍ର ଏ 4 ନମସ୍କାର ବିଧିୟତେ। ବିଶ୍ୱନାଥ ଭାଇ, 81 ପାଳିଆ କେହି ନାହାନ୍ତି। ପାଲା ଟିକେ ଶୁଣ, ଆଉ କାଲି ତମେ ପାଳିଆ ତମ ପାଳିଆ ଗଣ୍ଡାକୁ ଦେଇଦବ, ମୁଁ ପାଳିଆ ଗଣ୍ଡାକୁ ନେଇଯିବ। ତମେ ଯଦି 10 ଟଙ୍କାର ପାଲା କରିଦବ, ମୁଁ 1,00,000 ଟଙ୍କା ତମକୁ ଦେବି। ପାରିବନି ତମେ। 4 ଜଣକୁ ମୁଣ୍ଡିଆ ମାରିବ। 1 ଋଷିପୁତ୍ର। ବାବାଜୀ ପିଲାଟାକୁ ଦେଖିଲେ ତମେ ଯେତେ ବଡ ହେଇଥାଅ ବ୍ରହ୍ମଚର୍ଯ୍ୟ ବୋଲି ନମସ୍କାର କରିବ, ନହେଲେ ଧର୍ମ ନଷ୍ଟ ହବ। ବଶିଷ୍ଠ ନଥାନ୍ତି, ଶ୍ରବଣ କୁମାରକୁ ମାରି ଦେଇଛି ଦଶରଥ। ଆଶ୍ରମ ଭିତରେ ତାଙ୍କ ପୁଅ ଅଛି ଶକ୍ତି ମୁନି ବାପା। ବୟସରେ ସାନ ନା ବଡ? ସାନ। ନମସ୍କାର କଲା ବୋଲି 4ଟା ଛୁଆ ପାଇଲା। ଯଦି ନମସ୍କାର କରିନଥାନ୍ତା ବାଞ୍ଝ ହେଇକି ରହିଥାନ୍ତା। 2ରେ ହେଲା ଗୁରୁପୁତ୍ର। ଗୁରୁପୁତ୍ରକୁ ଦେଖିଲେ ନମସ୍କାର କରିବ, ନହେଲେ ତମେ ଉପଯୁକ୍ତ ବିଦ୍ୟାର ଅଧିକାରୀ ହେଇପାରିବନି। 3ରେ ବ୍ରହ୍ମପୁତ୍ର ବୋଲେ ବ୍ରାହ୍ମଣ ପୁତ୍ର। ଆପଣଙ୍କ ବୟସ ମନେକର 60, ମୋ ବୟସ ବର୍ତ୍ତମାନ 47। ବାପା 47 ହେବନି? ଭଣ୍ଡାରୀ ପଡା 2 ବର୍ଷ ଗାଇଥିଲି, 45 ହେଇଥିଲା। 2 ବର୍ଷ ଯାଇଛି, 47 ବର୍ଷ। ଯଜମାନ ତମେ ବଡ, ମୁଁ ତମଠୁ ବୟସରେ ସାନ। ତମ ବାପାର ଶ୍ରାଦ୍ଧ ପକେଇ ଯାଇଛି। ଯେତେବେଳେ ଆଶୀର୍ବାଦଟା କରିବି ତମେ ମତେ ମୁଣ୍ଡିଆ ମାରିବ ନା ନାଇଁ ମାରିବନି? ଆଉ 4ରେ ହେଲା ରାଜପୁତ୍ର। ଆଉ ତ ଆଜିକାଲି ଯୁଗରେ ରାଜା ନାହାନ୍ତି, ସବୁ ମନ୍ତ୍ରୀ। ପରିବେଶ ସୁରକ୍ଷା ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବିଦ୍ୟା ମନ୍ତ୍ରୀ, ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ। ରାଜା କେହି ନାହାନ୍ତି। ରାଜା କିନ୍ତୁ ଅଛନ୍ତି। ଯୋଉ ଅଫିସ କି ଗଲା ବେଳେ ଦେଖିବେ ଲେଖା ଯାଇଥିବ IPS, OPS, ସେମାନେ ହେଲେ ପ୍ରଶାସନିକ ଅଧିକାରୀ ବୋଲେ ରାଜା। କାରଣ ପ୍ରଜା ମାନେ ହେଲେ ପ୍ରଶାସନ, ଆଉ ପ୍ରଶାସନିକ ହେଲେ ସେମାନେ। ତେଣୁ ତା ବୟସ ସାନ ହେଇଥାଉ,
30 वर्षर गोटे सब कलेक्टर ही थाऊ 30 वर्षर गोटे पुलिस ऑफिसर ही थाऊ तमें जिते बेले ता ऑफिस की जीवो ताको मुंडिया मारिबोनी ए 4 जन को तमें नमस्कार करबा पे बाध्य द्रोणाचार्य जानी पारिले तमें तो आइलो ये छुआ गुड़ा गुआड़े आइले ना चॉकलेट खाइबा को आइछिंती की राजपुत्र गुड़ा को कोन पे आसंती विद्या ग्रहण करिवे आपण तांको विद्या देबे द्रोणाचार्य विद्या अध्ययन करने को चेष्टा कले पिला केमिति कला धियो समग्रे सगुणे हृदय धी ब्रह्म चतस्रा चतुर्णव पोदा तो तारो विद्या पवनाति पाति भी बेसा हरिदिधि हरिदा निवेश्वर हलदिया चाउल गुंड फोपाड़ी देले पिला मानक उपरे कहले पाठ काली ठू पढ़िबो किंतु जिए द्रुपद राजा को बांधी की आनिबो अर्जुन गला एडे बड़ वीर को बांध देला ये भारी काटुआ पिलाटा ठिया हला सिंहासन आगे कहला माननीय महाभाग ये हृदय अच्छी अनुराग है पारिबा पाई केवल गुरु आदेश पालिबा पाई के हे माननीय हे महाभाग मु आपण पाखे पुओ निष्ठुर मो गुरुदेव पठे आपण को बांधिकी नबाकू मोर बल नाही मु आपण को बांधिबा शक्ति पाइनी किंतु गुरु आदेश न पाइले अभिशाप्त प्राप्त हेबी जीवनटा नष्ट हो द्रुपद राजा एते खुशी हे गले सिंहासन रु ओल्हे सिंहासन रु ओल्हे दी हाथ देखेले गले बांधे बांधी देला अर्जुन नहीं कि चलला घर को गला बेलू को बेड उपे गुरुदेव आराम रे सोई पड़ी अच्छा गुरु को तो उठे हबनी तुम जीवन रे 7 जन को जदि उठेब तुम मल से 7 किए ना वही नुरु पंच शार्दूल बालक कीटिंग तथा परस्वानश्च गुरुश्च ये सप्त सुप्ता न बोधयते